କାର୍ତ୍ତିକ ପୂର୍ଣ୍ଣିମାରୁ ଶନିଙ୍କ ସିଧାଚଳନ ଏହି 5 ରାଶି ହେବେ ଭାଗ୍ୟଶାଳୀ। ତେବେ ଚାଲନ୍ତୁ ସେହି 5 ରାଶି ଗୁଡ଼ିକ କ'ଣ କ'ଣ ରହିଛନ୍ତି। ତା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ଅନ୍ କରନ୍ତୁ। ଚାଲନ୍ତୁ ଜାଣିବା। ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା 15 ନଭେମ୍ବରରେ ପାଳନ କରାଯାଉଛି। ଏହି ଦିନ ନ୍ୟାୟର ଦେବତା ଶନି କୁମ୍ଭ ରାଶିରେ ସିଧାଚଳନ କରୁଛନ୍ତି। ଅର୍ଥାତ୍ ଏହି ଦିନ ଶନିଙ୍କ ସିଧାଚଳନ ଆରମ୍ଭ ହେବ। ଏହାପରେ ଶନି ଦେବତା ପ୍ରାୟ 8 ମାସ ପର୍ଯ୍ୟନ୍ତ ସିଧାଚଳନ କରି ରହିବେ ଓ 13 ଜୁଲାଇ 2025ରେ ଶନି ଦେବତା ପୁଣି ଥରେ ଓଲଟା ଚଳନ କରିବେ। ଜ୍ୟୋତିର୍ବିଦଙ୍କ ମତାମତାନୁସାରେ ଶନିଙ୍କ ସିଧାଚଳନ 5 ରାଶି ବ୍ୟକ୍ତିବିଶେଷଙ୍କୁ ମାଲାମାଲ କରିବ। ତେବେ ଚାଲନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶିଗୁଡ଼ିକ ବିଷୟରେ। ପ୍ରଥମେ ଆସୁଛି ମେଷ ରାଶି। ଏହି ରାଶି ବ୍ୟକ୍ତିବିଶେଷଙ୍କ କର୍ମରେ ଉନ୍ନତି ହେବ, ମାନସିକ ଦୁଶ୍ଚିନ୍ତା ଦୂର ହେବ, ଘର ପରିବାରରେ ହସଖୁସିର ବାତାବରଣ ରହିବ, ସ୍ୱାସ୍ଥ୍ୟ ଉତ୍ତମ ରହିବ। ଦ୍ୱିତୀୟରେ ଆସୁଛନ୍ତି ବୃଷ ରାଶି। କର୍ମକ୍ଷେତ୍ରରେ ଉନ୍ନତି ସହ ନୂଆ ସୁଯୋଗ ମିଳିବ, ମନସ୍କାମନା ପୂରଣ ହେବ, ସନ୍ତାନଠାରୁ ଶୁଭ ଖବର ମିଳିବ। ତୃତୀୟରେ ଆସୁଛି କନ୍ୟା ରାଶି। ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବ, କରଜରୁ ମୁକ୍ତି ମିଳିବ, ଦାମ୍ପତ୍ୟ ଜୀବନ ସୁଖମୟ ହେବ, ଶୁଭ ଖବର ମିଳିବ। ଚତୁର୍ଥରେ ଆସୁଛି ତୁଳା ରାଶି। ଏହି ରାଶିର ବ୍ୟକ୍ତିବିଶେଷଙ୍କ ବ୍ୟବସାୟରେ ଲାଭବାନ ହେବେ, ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ, ମାତାପିତାଙ୍କ ସହ ହସଖୁସିରେ ଦିନ କଟିବ। ଏବଂ ଲାଷ୍ଟରେ ଆସୁଛି ପଞ୍ଚମରେ ଧନୁ ରାଶି। ଧନୁ ରାଶିର ବ୍ୟକ୍ତିବିଶେଷଙ୍କ ଧନ ସମ୍ପତ୍ତି ପ୍ରାପ୍ତ ହେବ, କର୍ମକ୍ଷେତ୍ରରେ ଲାଭ ମିଳିବ, ନୂଆ କାମ ଆରମ୍ଭ କରିବେ।